ପରିଣତ ବୟସରେ ମଣିଷ ଖୋଜିଥାଏ ସାହାରା, ବିଶେଷ କରି ତା ସାହାରା ସାଜିଥାନ୍ତି ପିଲାମାନେ। କିନ୍ତୁ ମଣିଷ ଯାହା ଚାହେଁ ତାକୁ କ'ଣ ମିଳିଥାଏ? ହଁ ଦର୍ଶକ ବନ୍ଧୁ, ଆମେ ଆଜି ଦେଖାଉଛୁ ନୟାଗଡ଼ ଜିଲ୍ଲାର ନବଘନପୁରରେ ଥିବା ସମର୍ପଣ ଆଶ୍ରମର ଦୃଶ୍ୟ। ଏହି ଆଶ୍ରମରେ ଅନେକ ଗୁଡ଼ିଏ ବୃଦ୍ଧାବୃଦ୍ଧି ରହି ଆସୁଛନ୍ତି। କାରଣ ଏଠି କାହାର ପୁଅ ବୋହୂ ନିର୍ଯାତନା ସହି ନ ପାରି ବୃଦ୍ଧା ବ୍ୟକ୍ତିମାନେ ଏହି ଆଶ୍ରମରେ ନିଜକୁ ସୁରକ୍ଷିତ ମନେ କରନ୍ତି। ତେବେ ଏହି ଆଶ୍ରମରେ ରହୁଥିବା ଜଣେ ବୁଦ୍ଧି ମାଉସୀ କ'ଣ କହୁଛନ୍ତି ଶୁଣନ୍ତୁ। ଆପଣଙ୍କର ଘରେ କି ସମସ୍ୟା ହେଲା ଯେ ଆପଣ ଏହି ଆଶ୍ରମକୁ ଆପଣେଇଛନ୍ତି? ବହୁତ ଘର ଅସୁବିଧା କଲେ, ଗଣ୍ଡଗୋଳ କଲେ, କହିଲେ ତଡ଼ିଲେ, ଆମେ ଆଇଲୁ ହାରି ଏଠିକି। ଆଉ ଆମକୁ ଏଇଠି ଭଲରେ ଅଛୁ ଆମେ। ଆଉ ପଚାରିଲାନି, ବୋହୂ ପଚାରିଲାନି, ସ୍ୱାମୀ ନିଜର ସେ କେହି କିଛି ପଚାରିଲେନି, କହିଲେ ତୁ ଯା ହାରି ବୋଲି ଆମେ ଆଇଲୁ। ମୋ ନାମ ପ୍ରଶାନ୍ତ କୁମାର ସାହୁ। ମୁଁ ପ୍ରତ୍ୟେକ ମାସ ଶେଷ 28-30 ତାରିଖ ଭିତରେ ଏଠିକି ଆସେ। ପ୍ରତ୍ୟେକ ଦିନ ବି ଆସେ, ଯେତେବେଳେ ସମସ୍ୟା ବି ପଡ଼େ। ବହୁତ କିଛି ସମୟରେ ମେଡ଼ିକାଲ ଯେତେବେଳେ ଯାଆନ୍ତି ବୃଦ୍ଧାଶ୍ରମରୁ, ସେ ରିକ୍ୱେଷ୍ଟ ନେଇକି ଯାଆନ୍ତି। ଆମେ ବି ମେଡ଼ିସିନର ବ୍ୟବସ୍ଥା କରିଥାଉ, କି ଆମେ ତାଙ୍କ ପାଇଁ ଲାଇନରେ ଠିଆ ହେଇକି ବି ଆଣିପାରିଥାଉ। କି ମଉସା ମାଉସୀ ମାନେ ତ ଲାଇନରେ ଠିଆ ହେଇକି ମେଡ଼ିସିନ ଆଣିପାରିବେନି, ଆମେ ମେଡ଼ିକାଲ ଯାଇ ତାଙ୍କ ପାଇଁ ମେଡ଼ିସିନ ବି ଆଣିବା ବ୍ୟବସ୍ଥା କରିଥାଉ। ଯେ ଏଠି ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯେ ତାଙ୍କର ସଂସାରରେ କେହି ନାହାନ୍ତି, ଅସହାୟର ସହାୟ କେବଳ ହୁଅନ୍ତି କିଛି ଆଗଧାଡ଼ିର ସମାଜସେବୀ ମାନେ, କି ବହୁତ କିଛି ବ୍ୟକ୍ତିତ୍ୱ ଚିହ୍ନି ପାରୁଥିବା, ମାନବିକତା ଦେଖାଉଥିବା କିଛି ବରିଷ୍ଠ ବ୍ୟକ୍ତିମାନେ। ଆଜି ଆମେ ଏପଟେ ଯାଉଥିଲୁ ହେରି, ହଠାତ୍ ମୋର ମନେ ପଡ଼ିଲା ନାହିଁ ଆମ ସମର୍ପଣ ଆଶ୍ରମ ଗୋଟେ ବୁଲି ପଳେଇବା। ଆ ପୂର୍ବରୁ ବି ଆମେ ତିନା ଛକର ଥିବା ନିଆଶ୍ରିକ ସେବାଶ୍ରମରେ ବି ବୁଲିକି ଟିକେ ଆସିଥିଲୁ। ଯେ ଆମେ ଟିକେ ମଉସା ମାଉସୀକୁ ଦେଖିଲା ପରେ ଆମେ ବହୁତ କିଛି ଖୁସି ଅନୁଭବ କରୁ। ଯେ କି ହଁ, ଏଇଠି ବି ଏମିତି କିଛି ପରିବାର ଅଛନ୍ତି ଯେ ତାଙ୍କର ପରିବାର କେହି ନାହାନ୍ତି, ମଉସା ମାଉସୀ ମାନେ ଏଇଠିକି ଆସିକି ଏଇଠି ବସତି ସ୍ଥାପନ କରନ୍ତି। ଦେଖି ଏଇଠି ଆମର ମାନସ ଭାଇ ହୁଅନ୍ତୁ, କି ରୋଷେଇ ଯେଉଁ ଦିଦି କରୁଛନ୍ତି ଦିଦି ହୁଅନ୍ତୁ, କି ସୀତାରାମ ଭାଇ ହୁଅନ୍ତୁ, ଏମାନଙ୍କର ମାନେ ଏମିତି ସେ କେୟାର ଟେକର କରନ୍ତି, ମୁଁ ଭାବେନି ଯେ ସେ ଅନ୍ୟ କିଏ ମଉସା ମାଉସୀ, ସେ ନିଜେ ତାଙ୍କ ବାପା ମା ଭଳିଆ ସେଇଠି ସେବା ପ୍ରଦାନ କରନ୍ତି। ମୋତେ ବହୁତ ଖୁସି ଲାଗେ। ଯେଉଁ ସମୟରେ ଏମିତି ଏମର୍ଜେନ୍ସି ପଡ଼େ, ଭାଇ ଆଙ୍କର କ'ଣ ଦେହ ଠିକ୍ଠାକ୍ ଅଛି, ସେ ସବୁବେଳେ ବି ଫୋନ୍ କରି କହନ୍ତି। ଆମ ଗାଁରେ ବି ଜଣେ 2 ଜଣ ଆସିକି ଅଛନ୍ତି। ଆଉ ରୋଷେଇ ବି ବଢ଼ିଆ ହୁଏ। ମାନେ ଖାଇବାଟା ଗୋଟେ ମୁଖ୍ୟ ହେଉଛି ଖାଇବା ରହିବା। ଆଉ ଆଶ୍ରମରେ କ'ଣ ଥାଉ ଭଲ ନଥାଉ, କିନ୍ତୁ ଖାଇବା ରହିବା, ତାଙ୍କ ସଂରକ୍ଷଣ କରିବା, ଏତିକି ଧନ୍ୟବାଦ ଦେବି। ସେଇ ରୋଷେଇ କରୁଥିବା ଦିଦି ବହୁତ ବହୁତ ଧନ୍ୟବାଦ, ଯେ କି ତାଙ୍କର। ତେବେ ଆଜି ଭଳି ଦିନରେ ଆମେ ସେହି ପିଲାମାନଙ୍କୁ ଅନୁରୋଧ କରୁଛୁ, ସେମାନେ ମଧ୍ୟ ତାଙ୍କ ମା ବାପାଙ୍କ କଥା ମନରେ ରଖନ୍ତୁ, ସେମାନଙ୍କୁ ପାଖରେ ରଖନ୍ତୁ। ନୟାଗଡ଼ରୁ ସୁଧୀର କୁମାରଙ୍କ ରିପୋର୍ଟ, ପବ୍ଲିକ୍ ଆୱାଜ।